ବାଲେଶ୍ୱରରେ ଉଦ୍ଘାଟିତ ହେଲା ଟାଉନ୍ ହାଇସ୍କୁଲର 65ତମ ବାର୍ଷିକ କ୍ରୀଡ଼ା ଉତ୍ସବ। ବାଲେଶ୍ୱର ସହରର ଅନ୍ୟତମ ପୁରାତନ ବିଦ୍ୟାଳୟ ଟାଉନ୍ ହାଇସ୍କୁଲର 65ତମ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ଉତ୍ସବକୁ ଉଦ୍ଘାଟନ କରିଥିଲେ। ଶିକ୍ଷା ସହିତ କ୍ରୀଡ଼ାର ଗୁରୁତ୍ୱ ସମ୍ପର୍କରେ ସେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। କ୍ରୀଡ଼ାକୁ ବାଦ୍ ଦେଇ ଶିକ୍ଷା ଗ୍ରହଣ ଅସମ୍ପୂର୍ଣ୍ଣ ବୋଲି କହିବା ସହିତ କ୍ରୀଡ଼ା ଦ୍ୱାରା ପରସ୍ପର ମଧ୍ୟରେ ଭାତୃତ୍ୱଭାବ ବଜାୟ ରଖିବାକୁ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ଆଜି ଦୁନିଆରେ ପାଠ ପଢ଼ା ଖାଲି ପଢ଼ିଲେ ଗୋଟେ ବ୍ୟକ୍ତିର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱର ପରିପ୍ରକାଶ ହୁଏ ନାହିଁ। ପାଠ ସହିତ ଶାଠର ଆବଶ୍ୟକତା ବହୁତ ଅଛି। ଆଜିର ଦୁନିଆରେ ଯଦି ପ୍ରତିଷ୍ଠିତ କରିବାର ଅଛି, ପ୍ରତିଷ୍ଠିତ ହେବାର ଅଛି, ଗୋଟେ ବ୍ୟକ୍ତି ଭିତରେ ଲୁଚି ରହିଥିବା, ବ୍ୟକ୍ତି କହିଲେ ଭୁଲ ହେବ, ଯେଉଁ ବାଳକ ବାଳିକା, ଯେଉଁ ଷ୍ଟୁଡେଣ୍ଟ ଚାଇଲ୍ଡହୁଡ୍ ସମୟରେ ଅନ୍ତର୍ନିହିତ ଗୁଣର ଚିହ୍ନ ଏବଂ ତାର ପରିପ୍ରକାଶ, ତାର ବିକାଶ କରିବା ପାଇଁ ଯେଉଁ ଭିତ୍ତିଭୂମି ଦରକାର, ଯେଉଁ ଇକୋସିଷ୍ଟମ ଦରକାର, ସେଇ ଇକୋସିଷ୍ଟମ ଏବେ ପ୍ରତ୍ୟେକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଯଦି ଆଭେଲେବଲ ଅଛି। ତେଣୁ ତା ଭିତରେ ଗୋଟେ ଖେଳୁଆଡ଼ ମନୋଭାବ, ଯେଉଁ କୁହାଯାଏ, ଇଂଲିଶ ଆମେ କହୁ ସ୍ପୋର୍ଟସ ମ୍ୟାନ୍ ସ୍ପିରିଟ, ନେଇକି ଆମକୁ ଆମ ଭିତରେ ଥିବା ପ୍ରତିଭାର ଚିହ୍ନିବାର ଅଛି, ବିକାଶ କରିବାର ଅଛି, ଆଉ ତାକୁ ଉପଯୋଗ କରିବାର ଅଛି। ବାର୍ଷିକ କ୍ରୀଡ଼ା ଉତ୍ସବ ପ୍ରତ୍ୟେକ ବିଦ୍ୟାଳୟ, ମହାବିଦ୍ୟାଳୟ ଏମିତି ଗୋଟେ ସୁଯୋଗ ଆଣିଦିଏ ପିଲାଙ୍କ ପାଇଁ, ଯାହାର ଯଥେଷ୍ଟ ପୂର୍ବରୁ ଆମେ ମାନସିକ ଶାରୀରିକ ସ୍ତରରେ ନିଜକୁ ପ୍ରସ୍ତୁତ କରିଥାଉ କି ନିଜର ମାକ୍ସିମମ୍ ପ୍ରତିପାଦିତ କରିବା ପାଇଁ, ନିଜକୁ ଚିହ୍ନଟ କରିବା ପାଇଁ, ଅନ୍ୟ ଆଗରେ ପ୍ରମାଣିତ କରିବା ପାଇଁ। ତ ଏଇ ସୁଯୋଗକୁ କୌଣସି ଛାତ୍ରଛାତ୍ରୀ ହାତ ଛଡ଼ା କରିବା ନାହିଁ। ମୁଁ ଆଶା ପ୍ରକାଶ କରିବି ଏ ବିଦ୍ୟାଳୟରେ ପଢ଼ୁଥିବା ପ୍ରତ୍ୟେକ ଛାତ୍ରଛାତ୍ରୀ କୌଣସି ନା କୌଣସି ଇଭେଣ୍ଟରେ ପାର୍ଟିସିପେଟ କରିବା ବହୁତ ଜରୁରୀ ଅଛି। ଯୋଉଟା ଆପଣଙ୍କୁ ଭଲ ଲାଗୁଛି ପାର୍ଟିସିପେଟ କରନ୍ତୁ। ହାରିବା ଜିତିବା କଥା ନାହିଁ। ଏ ଯେଉଁ ବାର୍ଷିକ କ୍ରୀଡ଼ା ଉତ୍ସବ ହେଉଛି, ଏଠି ଜିତିବା ବା ହାରିବା ଇଏ ପ୍ରଶ୍ନ ଉଠୁନି। ପ୍ରଶ୍ନ ଉଠୁଛି ଯେଉଁ ଖେଳୁଆଡ଼ ମନୋଭାବ, ପିଲାମାନେ ନିଜ ଭିତରେ ଯଦି ସ୍ପୋର୍ଟସ ମ୍ୟାନ୍ ସ୍ପିରିଟ୍ ନାହିଁ, ଖେଳୁଆଡ଼ ମନୋଭାବ ନାହିଁ, ଜୀବନରେ ଏତେ ସଫଳତା ପାଇବ ନାହିଁ। ଆଜି ବଞ୍ଚିବାକୁ ହେଲେ ପ୍ରତ୍ୟେକଟି ପାଦରେ, ପ୍ରତ୍ୟେକଟି କ୍ଷେତ୍ରରେ ଆପଣଙ୍କୁ ଲଢ଼ିବାକୁ ପଡ଼ିବ। ଜିଲ୍ଲା କ୍ରୀଡ଼ା ସଂଘର ସହ ସମ୍ପାଦକ ତଥା ସ୍ଥାନୀୟ କାଉନସିଲର ପଦ୍ମଲୋଚନ ଲେଙ୍କା ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିକ୍ଷା ଗ୍ରହଣ ଏବଂ କ୍ରୀଡ଼ା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ମତ ପ୍ରକାଶ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟରଞ୍ଜନ ଭୂୟାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାକେଶ ଖୁଣ୍ଟିଆ, ପୂର୍ବତନ ଛାତ୍ର ସଂସଦ ସଭାପତି ସୁବ୍ରତ କର ଓ ସମ୍ପାଦକ ରବୀନ୍ଦ୍ର କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ପାତ୍ର ଏଥିରେ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଖେଳ ଶିକ୍ଷୟିତ୍ରୀ କଳ୍ପଲତା ରଥ ବାର୍ଷିକ କ୍ରୀଡ଼ା ବିବରଣୀ ପାଠ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ମଧୁସ୍ମିତା ବାରିକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମଶାଲ ଶୋଭାଯାତ୍ରା ବିଦ୍ୟାଳୟରେ ପହଞ୍ଚିବା ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆୟୋଜିତ ଚିତ୍ତାକର୍ଷକ ମାର୍ଚ୍ଚ ପାଷ୍ଟର ଅତିଥିମାନେ ଅଭିବାଦନ ଗ୍ରହଣ କରିଥିଲେ। ପରେ ଅନୁଷ୍ଠିତ ଲଙ୍ଗ ଜମ୍ପ, ସର୍ଟପୁଟ୍, ଡିସ୍କସ୍ ଥ୍ରୋ, ହାଇ ଜମ୍ପ,
100 ମିଟର 200 ମିଟର 400 ମିଟର ଦୌଡ଼ ଧୀର ସାଇକେଲ ଚାଳନା ମ୍ୟୁଜିକ୍ ଚେୟାର ସମେତ ପ୍ରାୟ 70 ଗୋଟି ଖେଳରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁଷ୍ପଗୁଚ୍ଛ ଓ ମେଡାଲ ଦେଇ ପୁରସ୍କୃତ କରିଥିଲେ। ଚିତ୍ତରଞ୍ଜନ ପାଶା, ଶେଖ୍ ହାକିମ୍, ବିଜୟ ପରମାଣିକ, ଅପୂର୍ବ ରଞ୍ଜନ ଖୁଣ୍ଟିଆ, ଅମୂଲ୍ୟ ରାଉତ, ନିତ୍ୟ ନୂତନ ଦେ ପ୍ରମୁଖ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ସମସ୍ତ ଖେଳ ପରିଚାଳନା କରିଥିଲେ। ଟାଉନ୍ ହାଇସ୍କୁଲର ଶିକ୍ଷୟିତ୍ରୀ ସୁମତି ରାଉତ, ମଧୁସ୍ମିତା ବାରିକ, ସୁସ୍ମିତା ପଣ୍ଡା, ଭାରତୀ ରାଉଳ, ଜୟନ୍ତୀ ଚାଷୀ, ସୁଲୋଚନା ଜେନା, ଜୟସ୍ମିତା ବେହେରା, ସତ୍ୟସାଗରିକା ରାଉତ, ନମିତା ନାୟକ, ଶିଖାରାଣୀ ପାତ୍ର, ତନୁଶ୍ରୀ କର, ରାମକୃଷ୍ଣ ପଣ୍ଡା, ଶଶିକାନ୍ତ ମିଶ୍ର, ଅଫିସ୍ ସହକାରୀ ରାଜେନ୍ଦ୍ର ଦେ, ଶଶଧର ନାୟକ, ଅଜିତ ପଟ୍ଟନାୟକଙ୍କ ସମେତ ବିଡି ଶିକ୍ଷକ ଶିକ୍ଷୟିତ୍ରୀମାନେ କ୍ରୀଡ଼ା ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।